प्रभु जीशु ख्रीष्टଙ୍କ ଅତି ବହୁମୂଲ୍ୟ ନାମରେ ସମ୍ପର୍କ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ନୂଆ ସକାଳ ଆଶାର ଆଜିର ଅଧ୍ୟାୟରେ ମୁଁ ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଅଭିନନ୍ଦନ ସହିତ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଦିନ ପ୍ରତିଦିନ ପ୍ରଭୁ ବାକ୍ୟ ଦ୍ୱାରା ଆମ ସହିତ କଥା ହେଉଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଜି ଯେଉଁ ପ୍ରସଙ୍ଗରେ ଆମେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା, ଆଲୋଚ୍ୟ ପ୍ରସଙ୍ଗ ହେଉଛି ବୃଦ୍ଧାବସ୍ଥାର ଭରସା। ବୃଦ୍ଧାବସ୍ଥାର ଭରସା। ଏ ଦିନମାନଙ୍କୁ ଆମେ ଦେଖୁଛୁ ଯେ ଯେଉଁମାନଙ୍କୁ ଆମେ ଯତ୍ନ ନେଇଛୁ, ସାହାଯ୍ୟ କରିଛୁ, ଉପକାର କରିଛୁ, ଆମର ସ୍ୱପ୍ନ ମଧ୍ୟ ସେମାନଙ୍କ ଉପରେ ଅଜାଡ଼ି ଦେଇଛୁ, ଧନ ସମ୍ପତ୍ତି ସେମାନଙ୍କ ପାଇଁ ବିନିଯୋଗ କରିଛୁ, ଗୋଟେ ସମୟ ଆସିଛି ବୃଦ୍ଧାବସ୍ଥାରେ ସେମାନେ ଆମଠାରୁ ଓହରି ଯାଆନ୍ତି, ଅନାନ୍ତି ନାହିଁ। ଯେଉଁମାନଙ୍କ ପାଇଁ ଆମେ ସର୍ବହରା ହେଇଛୁ ଶେଷରେ ସେମାନେ ଆମମାନଙ୍କୁ ଅନାନ୍ତି ନାହିଁ। ଏହା ଆଜିର ସବୁଠାରୁ ବଡ଼ କଷ୍ଟର ବିଷୟ ଅଟେ। ତେଣୁ ଏ ପ୍ରସଙ୍ଗ ମାଧ୍ୟମରେ ନୂଆ ସକାଳ ଆଶାରେ ଆମେ କହିବା ପାଇଁ ଚାହୁଁ ବୃଦ୍ଧାବସ୍ଥାର ଭରସା। ଯେସାଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 46 ପର୍ବ ତାର 3 ପଦ ଆଉ 4 ପଦ ମୁଁ କହିବା ପାଇଁ ଚାହେଁ। 5 ପଦ ମଧ୍ୟ ପଢ଼ି ନେବା। ଲେଖାଯାଉଛି, ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ ଆମ୍ଭର କଥା ଶୁଣ। ତୁମେମାନେ ଉଦରସ୍ଥାୟୀ ହେବା ଠାରୁ ଆମ୍ଭ ଦ୍ୱାରା ବୁହା ଯାଇଅଛ। ତୁମେମାନେ ଗର୍ଭରୁ ବୁହା ଯାଇଅଛ। ପୁଣି ଆମ୍ଭେ ତୁମମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ୱକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମମାନଙ୍କୁ ବହିବା। ଆମ୍ଭେ ନିର୍ମାଣ କରିଅଛୁ, ଆମ୍ଭେ ବହିବା ଓ ଆମ୍ଭେ ବହିବା ଓ ଉଦ୍ଧାର କରିବା। ତୁମେମାନେ ଆମ୍ଭକୁ କାହା ସଦୃଶ୍ୟ ଓ ସମାନ କରିବ ଓ କାହା ସଙ୍ଗେ ଆମ୍ଭର ଉପମା ଦେଲେ ଆମ୍ଭେମାନେ ସେମାନଙ୍କ ସମାନ ହେବା। ଏଠି ପ୍ରଭୁ ଗୋଟେ କଥା କହୁଛନ୍ତି ଯେ ବୃଦ୍ଧାବସ୍ଥାର ଭରସା କ'ଣ ଅଟେ? ଯେଉଁମାନଙ୍କୁ ଭରସା କଲୁ, ଯେଉଁମାନଙ୍କୁ ଚାଲିବା ପାଇଁ ଶିଖାଇଲୁ, ଆମକୁ ଚାଲିବାର ଆବଶ୍ୟକ ସମୟ ଆମ ପାଖରେ ନଥାନ୍ତି। ଯେଉଁମାନଙ୍କ ପାଇଁ ରାତି ଉଜାଗର ହିଁ ଯତ୍ନ ନେଲୁ, ଆମକୁ ଛାଡ଼ିକି ଚାଲିଯାଆନ୍ତି ରାତିରେ ଉଜାଗର ରହିବା ପାଇଁ। ଆମେ ଯେଉଁମାନଙ୍କୁ ପେଟ ପୁରା ଖାଇବାକୁ ଦେଲୁ, ବାର୍ଦ୍ଧକ୍ୟ ସମୟରେ ଆମମାନଙ୍କୁ ଭୋକିଲା ଛାଡ଼ିଦେଲୁ। ଯେଉଁମାନଙ୍କୁ ଆମେ ସବୁବେଳେ ପଥ ଚାହିଁଥିଲୁ ପୁଅ ଝିଅ କେତେବେଳେ ଆସିବେ ବୋଲି, ଆଜି ସେମାନେ ଆମ ଘରକୁ ବି ଚାହୁଁନାହାନ୍ତି। ଅନେକଙ୍କର ଅବସ୍ଥା ବାର୍ଦ୍ଧକ୍ୟ ସମୟରେ କହିବା କଷ୍ଟକର ଅଟେ। ବୃଦ୍ଧାବସ୍ଥାର ଭରସା କ'ଣ ଅଟେ? ଯେ ପ୍ରଭୁ କହୁଛନ୍ତି, ତୁମେମାନେ ଉଦରସ୍ଥାୟୀ ହେବା ଠାରୁ ଆମ୍ଭ ଦ୍ୱାରା ବୁହା ଯାଇଅଛ। ତୁମେମାନେ ଗର୍ଭରୁ ବୁହା ଯାଇଅଛ। ମାନେ ଆପଣ ଆଜି ବୃଦ୍ଧାବସ୍ଥାରେ ଅଛନ୍ତି, ଆଉ ପ୍ରଭୁ କହୁଛନ୍ତି ଯେ ଉଦରସ୍ଥାୟୀ ହେବା ସମୟ ଠାରୁ ମୁଁ ଆକା ତୁମକୁ ବହିଛି। ଗର୍ଭରେ ଥିବା ପର୍ଯ୍ୟନ୍ତ ମୁଁ ହିଁ ତୁମକୁ ବହିଛି। ପୁଣି ଆମ୍ଭେ ତୁମମାନଙ୍କ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ। ଅନ୍ୟମାନେ ବଦଳି ପାରନ୍ତି କିନ୍ତୁ ଆମ୍ଭେ ସେହି ଅଟୁ। ମାନେ କେତେ ବଡ଼ ଭରସା ଭାବି ଦେଖନ୍ତୁ। ଆମେ ଯେଉଁମାନଙ୍କୁ ଭରସା କଲୁ ସେମାନେ ଭରସା ହରେଇଦେଲେ। ସେମାନଙ୍କୁ ଆମେ ଭରସା କରି ବହୁତ ଆଜି ଅନୁତପ୍ତ ଅଟୁ। ବାପା ମା ମନର ଦୁଃଖ କଥା କହିପାରୁନାହାନ୍ତି। ବାପା ମା କେବେ ମନେ ପଡ଼ନ୍ତି? ମଦର୍ସ ଡେ, ଫାଦର୍ସ ଡେ, ସେଇଦିନ ମନେ ପଡ଼ନ୍ତି। କେବେ ମନେ ପଡ଼ନ୍ତି? ମାତୃ ଦିବସ। ମାତୃ ଦିବସରେ ମା ମନେ ପଡ଼ନ୍ତି, ବାକି ସମୟରେ ତ ଆଜି ଆମମାନଙ୍କର ସବୁ ସମ୍ପର୍କ ଗୁଡ଼ାକ ଫ୍ୟାସନ୍ ଭଳିଆ ହେଇଯାଇଛି। ଆମର ସମ୍ପର୍କ ଗୁଡ଼ାକ କେବଳ ଫ୍ୟାସନ୍ରେ ଦେଖାଯାଏ। ଆପଣ ଫେସବୁକ୍ରେ ସୁନ୍ଦର ସୁନ୍ଦର ଫଟୋ ପୋଷ୍ଟ କରୁଛନ୍ତି, ତାହା ଦେଖି ଭାବନ୍ତୁ ନା ଯେ ଭଲରେ ଯତ୍ନ ନେଉଛନ୍ତି। କୁଆଡ଼ୁ ଖୋଜିକି ବାହାର କରୁଛନ୍ତି ଗୋଟେ ଗୋଟେ ଫଟୋ। ଆଉ ଆଜିକାଲି ତ ଏଆଇରେ ହେଇଯାଉଛି। କୌଣସି ଫଟୋ ଗୋଟେ ଛାଡ଼ିକି ଇଚ୍ଛା କଲେ ଗୋଟେ ସୁନ୍ଦର ଫଟୋ ବନେଇକି ଦେଇଦେଉଛି। ମୁଁ ଥରେ ଗୋଟେ ମଦର୍ସ ଡେରେ ଜଣକ ଘରେ ଥିଲି। ଜଣେ ଏତେ ବଡ଼ ବୁକେ ନେଇକି ଆସିଲେ, ସବୁ ରେଡ୍ ଗୋଲାପରେ ଅଛି।
ବିରାଟ ବୁକେଟା। ମୁଁ ଦେଖି ଭାବିଲି କେତେ ଟଙ୍କାର ହେଇଥିବ। ସେ ଯାହା ବି ହଉନା କାହିଁକି ଏତେ ଭଲ ପାଉଛନ୍ତି ତାଙ୍କ ଶାଶୁ ମାଆକୁ। ପରେ ସେ ବୁକେ ରଖିଲା ପରେ ସେ ମା ପୁରା ଦୁଃଖରେ ବସି ପଡ଼ିଲେ। ତାପରେ କହିଲେ ଆଜି ଗୋଟେ ଦିନ ମୋତେ ଦେଖିବାକୁ ଆସନ୍ତି, ମୋତେ ଅନାନ୍ତି, ମୁଁ କେମିତି ଅଛି ବୋଲି କୁହନ୍ତି, ଆମ ଘରେ ଖାଇବାକୁ ଆଣନ୍ତି, ବସିକି ଖାଆନ୍ତି, ତାପରେ ଯାଉଛୁ ମାମା ବୋଲି ପଳାନ୍ତି। ପ୍ରତିବର୍ଷ ଏଇ ଦିନ ପାଇଁ ମୁଁ ବଞ୍ଚିଛି। ଆଜି ସେ ମା ନାହାନ୍ତି, ଆଜି ସେ ଚାଲିଗଲେଣି। ବହୁତ କଷ୍ଟ ମୁଁ ଦେଖିଛି। ସେ ବାଥରୁମକୁ ଚାଲିଯିବା ବି କଷ୍ଟ, ବିଛଣାରୁ ଉଠିବା ବି କଷ୍ଟ। ମୁଁ ଦିନେ ଯାଇଥିଲି ତାଙ୍କ ଘରକୁ, ସେ ବାଧ୍ୟ କଲେ ନିରଞ୍ଜନ ତୁ ବସ୍, ତୋ ପାଇଁ ମୁଁ କିଛି ପାଣି ଆଣିକି ଦେବି। କେତେ କଷ୍ଟରେ ସେ ହାମ୍ପି ହାମ୍ପି କୁନ୍ଥେଇକି ଗଲେ। ଆସି ବସିଲେ, ବସିଲା ପରେ ପୁରା ଝାଳ ନାଳ ହେଇ ପଡ଼ିଲେ। ମୁଁ ତାଙ୍କୁ କିଛି କହିପାରିଲିନି। ତାଙ୍କୁ ପଚାରିଲି ଆଣ୍ଟି ଆପଣ ଜଳଖିଆ କରିଛନ୍ତି? ଅଙ୍କଲ ଆଜି ଆପଣ ଜଳଖିଆ କରିଛନ୍ତି? ଦୁଇ ଜଣ ଯାକ ଯଥେଷ୍ଟ ପେନସନ୍ ପାଆନ୍ତି। ଗୋଟେ କଥା କହିଲେ ଆଜି ଆମ ଘର ଆଡ଼େ ଦହିବରା ବାଲା ଆସିନାହିଁ। ମାନେ ଭାବି ଦେଖନ୍ତୁ, ମୁଁ ଯାଇଥିଲି 11:30 12ଟା ପାଖାପାଖି ଯାଇଥିଲି, ଆଉ ସେମାନେ କହୁଛନ୍ତି ଆଜି ଆମ ଘର ଆଡ଼କୁ ଦହିବରା ବାଲା ଆସେ। ମୁଁ ପଚାରିଲି ତାଙ୍କୁ ଅଙ୍କଲ ଆପଣ ଚୁଟି କାହିଁ କାଟି ନାହାନ୍ତି? ବାବୁରେ ମୋତେ କିଏ ନେଇକି ଯିବ? ପରେ କହିଲେ ଯଦି ସୁବିଧା ହେବ ଏ ମେଡ଼ିସିନଟା କିଣିକି ଆଣିବ, ମୋତେ ପ୍ରେସ୍କ୍ରିପସନ୍ ଦେଲେ, କହିଲେ ଟିକେ ଆଣିବ, ଆଉ ତୁମେ ଆସିବା ସମୟରେ ଟିକେ ଫ୍ରୁଟ୍ସ ଟିକେ ନେଇ ଆସିବ, ଏଇ ଫ୍ରୁଟ୍ସଟା ନେଇ ଆସିବ, ଆମକୁ ଟିକେ ଖାଇବା ପାଇଁ ଇଚ୍ଛା ଲାଗୁଛି। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନେ କ'ଣ ବୋଲି କହିବି? ବାର୍ଦ୍ଧକ୍ୟ ସମୟର ଅନେକ କରୁଣ କାହାଣୀ ମୁଁ ଶୁଣିଛି, ଦେଖିଛି। ମୋ ହୃଦୟରେ ତ ବହୁତ ବଡ଼ ଇଚ୍ଛା ଗୋଟେ ଅଛି। ମୁଁ ଜାଣେ ନା ପ୍ରଭୁ ତା ପୁରା କରିବେ ନା କ'ଣ। ଅନେକ ବୃଦ୍ଧ ପିତାମାତା ଅଛନ୍ତି ସେମାନଙ୍କର କେହି ଯତ୍ନ ନିଅନ୍ତି ନାହିଁ। ଯଦି ପ୍ରଭୁ ମୋତେ ଆଉ କିଛି ବର୍ଷ ରଖନ୍ତି, ମୁଁ ଏ ପ୍ରକାର ବୟସ୍କ ବାପା ମା ମାନେ ଯେମାନଙ୍କୁ କେହି ପଚାରନ୍ତି ନାହିଁ, ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଛନ୍ତି, ମୁଁ ସେମାନଙ୍କ ସହିତ ରହିବା ପାଇଁ ଚାହେଁ। ମୋ ଘରେ ସେମାନଙ୍କୁ ରଖିବା ପାଇଁ ଚାହେଁ। ସେମାନେ ଯେପରି ମୋ ସହିତ ରହିବେ। ଆଉ ମୁଁ ତାଙ୍କୁ କହିବା ପାଇଁ ଚାହେଁ ତୁମର ଗୋଟେ ପୁଅଟା ବଞ୍ଚିଛି ତୁମର ଯତ୍ନ ନେବା ପାଇଁ। ଆଉ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ, ପ୍ରଭୁ ମୋ ସହିତ ଥିବା ପର୍ଯ୍ୟନ୍ତ ସେମାନେ କେବେ ଭୋକିଲା ରହିବେ ନାହିଁ। ଏଇଟା ମୋର ଗୋଟେ ପ୍ରାର୍ଥନା। ମୁଁ ପ୍ରାର୍ଥନା କରିଛି। ମୁଁ ଜାଣେ ନା ପ୍ରଭୁ କ'ଣ କରିବେ। ମୋର ବଳ ନାହିଁ, ସମ୍ବଳ ନାହିଁ, କିନ୍ତୁ ଗୋଟେ ଇଚ୍ଛା ମୋର ଅଛି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ତାପରେ ମୋତେ କହିଲେ ନିରଞ୍ଜନ 1 କିଲୋ ଚାଉଳ ବି ନେଇ ଆସିଥିବ। ଚାଉଳ ବି ସରିଯାଇଛି। ପୁଅଟା A କ୍ଲାସ୍ ଅଫିସର। ଏମାନେ ପେନସନ୍ ଯଥେଷ୍ଟ ପାଉଛନ୍ତି, କିନ୍ତୁ ଗୋଟେ ଅଦରକାରୀ ବ୍ୟକ୍ତି ଭଳିଆ ଅଛନ୍ତି। ମୁଁ କହିବା ପାଇଁ ଚାହେଁ ବୃଦ୍ଧାବସ୍ଥାର ଭରସା କ'ଣ ଅଟେ? କେହି ଆମର ଭରସା ନୁହନ୍ତି। ପ୍ରଭୁ ଆମର ଭରସା ଅଟନ୍ତି। ସେ କହୁଛନ୍ତି କ'ଣ? ଯେ ତୁମର ପକ୍ୱ କେଶ ପର୍ଯ୍ୟନ୍ତ ଆମ୍ଭେ ହିଁ ତୁମକୁ ବହିବା, ଆମ୍ଭେ ନିର୍ମାଣ କରିଅଛୁ, ଆମ୍ଭେ ବହିବା ଓ ଆମ୍ଭେ ବହିବା ଓ ଉଦ୍ଧାର କରିବା। ତୁମେମାନେ ଆମ୍ଭକୁ କାହା ସଦୃଶ୍ୟ ଓ ସମାନ କରିବ ଓ କାହାର ସଙ୍ଗେ ଆମର ଉପମା ଦେଲେ ଆମ୍ଭେମାନେ ସମାନ ହେବା। ତେଣୁ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ବୃଦ୍ଧାବସ୍ଥାର ଭରସା କେବଳ ପ୍ରଭୁ ଅଟନ୍ତି। କେବଳ ପ୍ରଭୁ ଅଟନ୍ତି, ଆଉ କେହି ନୁହନ୍ତି। ଥରେ ଜଣେ ବୃଦ୍ଧ ମା ମୋତେ ଦେଖିଲେ ଆଉ ଡାକିଲେ ପଛଆଡ଼ରୁ, ବାବୁ ଟିକେ ଆସେ। ମୁଁ ଯାଇକି ପଚାରିଲି ଯେ ଆଣ୍ଟି କ'ଣ ହେଲା? ସେ ଗୋଟେ କଥା ମୋତେ କହିଲେ ଯେ ନିରଞ୍ଜନ, ମୋର ଡକାନାରେ ମୋତେ ଡାକି କହିଲେ ବାବୁ ଟିକେ ପ୍ରାର୍ଥନା କର, ପ୍ରଭୁ ମୋତେ ନେଇଯାଆନ୍ତୁ। ଟିକେ ପ୍ରାର୍ଥନା କରିବୁ, ପ୍ରଭୁ ମୋତେ ନେଇଯାଆନ୍ତୁ। ତାଙ୍କର 4ଟି ପୁଅ, ଗୋଟେ ଝିଅ ଚାଲିଯାଇଛି, ଗୋଟେ ଝିଅ ଅଛି। 4ଟି ପୁଅ, ଗୋଟେ ଝିଅ, ସମସ୍ତେ ଭଲ ଚଳୁଛନ୍ତି, ଭଲ ଘର ଅଛି, ମୁଠେ ଖାଇବାକୁ ଦେଇପାରିବେ। ସେ ବୃଦ୍ଧା ମାଟା ଯେତେବେଳେ ପରିଶ୍ରମ କରିପାରୁଥିଲେ,
ଯାହା ଘରେ ବି କାର୍ଯ୍ୟ କଲେ କିଛି ଖାଦ୍ୟ ମିଳୁଥିଲା ଖାଉଥିଲେ, ଏବେ ସେ ଚାଲିପାରୁନାହାନ୍ତି, ନିଃସହାୟ ଅବସ୍ଥାରେ ବସିଛନ୍ତି। ଖାଲି ଗୋଟେ କହିଲେ, ଭାବି ଦେଖନ୍ତୁ, ପ୍ରାର୍ଥନା କରିବ ପ୍ରଭୁ ମୋତେ ନେଇଯାଆନ୍ତୁ। ଏ ପ୍ରକାର ଶବ୍ଦ ଯଦି ଗୋଟେ ମା କହିପାରୁଛି, ତାଠାରୁ କଷ୍ଟ ବିଷୟ କ'ଣ? ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ହସୁଛି, ହସାଉଛି, ଲୋକମାନଙ୍କୁ ଗୁଡ଼ାଏ କଥା କହୁଛି, କିନ୍ତୁ ମୋର ମନରେ ଏସବୁ ବେଦନା ନେଇ ମୁଁ ବଞ୍ଚୁଛି। କାରଣ ସମାଜର ଏଇ ଛବି ଗୁଡ଼ାକ ମୁଁ ଦେଖିଛି, ଆଉ ଏହା ମୋତେ ଅଧିକ କଷ୍ଟ ଦେଉଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଧ୍ୟାନ କରିବା ସମୟରେ ଦେଖାଯାଉଛି କ'ଣ ଦେଖନ୍ତୁ, ଏଠି ଗୀତ ସଂହିତା 31 ତାର 14 ଆଉ 15 ପଦ। ମାତ୍ର ହେ ସଦା ପ୍ରଭୁ, ମୁଁ ତୁମ୍ଭଠାରେ ନିର୍ଭର ରଖିଲି। ମୁଁ କହିଲି, ତୁମ୍ଭେ ମୋର ପରମେଶ୍ୱର, ମୋର ସମୟ ସବୁ ତୁମର ହସ୍ତଗତ। ମୋର ଶତ୍ରୁଗଣ ହସ୍ତରୁ ଓ ମୋ ତାଡ଼ନାକାରୀ ଠାରୁ ମୋତେ ଉଦ୍ଧାର କର। ଏତିକି କହିବା ପାଇଁ ଚାହେଁ ଯେ ଆପଣଙ୍କର ସମୟ ସବୁ ପ୍ରଭୁଙ୍କର ହସ୍ତଗତ, ଆଉ ପ୍ରଭୁ ଆପଣମାନଙ୍କର ଯତ୍ନ ନେବେ। ବାର୍ଦ୍ଧକ୍ୟର ଭରସା ହେଉଛନ୍ତି ପ୍ରଭୁ, ବାର୍ଦ୍ଧକ୍ୟ ଅବସ୍ଥାର ସାହାଯ୍ୟ ହେଉଛନ୍ତି ପ୍ରଭୁ, ଆଉ ପ୍ରଭୁ ନିଶ୍ଚିତ ଭାବରେ ଆପଣମାନଙ୍କ ଯତ୍ନ ନେବେ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଅନେକଙ୍କର ବାପା ମା ଅଛନ୍ତି, ପରିବାରରେ ବୟସ୍କ ଲୋକମାନେ ଅଛନ୍ତି, କିନ୍ତୁ ଲୋକମାନେ ସେମାନଙ୍କର ଯତ୍ନ ନିଅନ୍ତି ନାହିଁ। ଏହା ଏକ ଦୁର୍ଭାଗ୍ୟର ବିଷୟ। ଦିନ ଆସିବ ସେମାନେ ଅନୁତାପ କରିବେ, କିନ୍ତୁ ଆଜି ମୁଁ କହିବା ପାଇଁ ଚାହେଁ, ଅନୁତାପ ନ କରିକି ଆଜି ଆମେ ସେମାନଙ୍କ ଯତ୍ନ ନେବା। ସେମାନଙ୍କୁ ବଞ୍ଚିବା ସମୟରେ ଆମେ ମାରିବା ନାହିଁ, ସେମାନଙ୍କୁ ବଞ୍ଚିବା ପାଇଁ ସାହାଯ୍ୟ କରିବା। ନିଶ୍ଚିତ ଭାବରେ ପ୍ରଭୁ ଆପଣମାନଙ୍କୁ ସାହାଯ୍ୟ କରିବେ। ଆପଣମାନଙ୍କର ମଙ୍ଗଳ ହଉ। ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି, ପ୍ରାର୍ଥନା କରୁଛି ପ୍ରଭୁ, ବାର୍ଦ୍ଧକ୍ୟ ସମୟରେ ଯେଉଁ କଷ୍ଟ ଦେଇ ଲୋକମାନେ ଗତି କରୁଛନ୍ତି, ବାର୍ଦ୍ଧକ୍ୟ ସମୟରେ ଯେଉଁ ରୋଗ ଦେଇ ଗତି କରୁଛନ୍ତି, ଯେଉଁ ଅପମାନ, ଯେଉଁ ନିନ୍ଦା, ଯେଉଁ ନିଃସଙ୍ଗତା ଦେଇ ଗତି କରୁଛନ୍ତି, ଆପଣ କହିଛନ୍ତି ଆପଣ ସେମାନଙ୍କ ପରମେଶ୍ୱର। ଆଜି ବିଛଣାରେ ରହି, ଘରେ ରହି ଯେଉଁମାନେ ପ୍ରଭୁ ଏ ସମ୍ବାଦ ଶୁଣୁଛନ୍ତି, ସେଇ ବୟସ୍କ ବାପା ମା ମାନଙ୍କ ପାଇଁ, ସେ ପୁଅ ଝିଅମାନଙ୍କ ପାଇଁ, ନାତି ନାତୁଣୀଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ପ୍ରତ୍ୟେକଙ୍କୁ ଦୟା କର। ଜୀବନ କାଳରେ ଯେପରି ଆମେ ଅନ୍ୟମାନଙ୍କ ଯତ୍ନ ନେଇପାରିବୁ, ଏ ପ୍ରକାର ଆପଣ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରଭୁ। ମୋର ପ୍ରାର୍ଥନା, ଆପଣ ସେମାନଙ୍କ ସହିତ ପରମେଶ୍ୱର ହୁଅନ୍ତୁ। ଆପଣଙ୍କ ଦୟାର ହସ୍ତ ସେମାନଙ୍କ ପ୍ରତି ରଖନ୍ତୁ। ପ୍ରାର୍ଥନା ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଉଛି। ଆଦର, ମହିମା, ଗୌରବ ଆପଣଙ୍କୁ ଦେଇ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ନୂଆ ଅଧ୍ୟାୟରେ ଜଡ଼ିତ ହେବା। ଯଦି ଏ ସମ୍ବାଦ ଦ୍ୱାରା ଆପଣ ଉପକୃତ ହୋଇଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣ କରନ୍ତୁ, ସେମାନେ ମଧ୍ୟ ଯେପରି ସମ୍ବାଦକୁ ଶୁଣିପାରିବେ ଏବଂ ଆପଣ ପରିବାର ଥିବା ବୟସ୍କମାନଙ୍କ ଯତ୍ନ ନେଇପାରିବେ। ଏଥିପାଇଁ ଆପଣମାନେ ଯତ୍ନବାନ ହୁଅନ୍ତୁ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ଦେଖା ହେବ। ନମସ୍କାର।